ଜନୈକା ରାଜଲକ୍ଷ୍ମୀ କର ନାମ୍ନୀ ମହିଳା ଆମର ପାରଳାଖେମୁଣ୍ଡି ଥାନା ଅଧୀନସ୍ଥ ସୁଣ୍ଡି ସାହିରେ ଦୀର୍ଘ ବର୍ଷ ହେବ ଭଡ଼ା ରହୁଥିଲେ। କିଛି ବର୍ଷ ତଳେ ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଥିଲା। ତାପରେ ସ୍ୱାମୀ ଥିବା ସମୟରୁ ସେ ଗୋଟିଏ ଛୋଟ ଝିଅକୁ ମାତ୍ର 3 ଦିନର ଝିଅଟିକୁ ସେ ନିଜେ ପାଳିଥିଲେ ଏବଂ ତାକୁ ଲାଳନ ପାଳନ କରୁଥିଲେ। ତାକୁ ପୋଷ୍ୟା କନ୍ୟା ହିସାବରେ ଗ୍ରହଣ କରିଥିଲେ ଏବଂ ତାର ସମସ୍ତ ପଢ଼ାପଢ଼ି ଏବଂ ଅନ୍ୟାନ୍ୟ ସମସ୍ତ ଦାୟିତ୍ୱ ସେ ତୁଲାଉଥିଲେ। ଯେମିତି ଜଣେ ମା ଜଣେ ଝିଅର ଦାୟିତ୍ୱ ନିଏ ସେଇଭଳିଆ ନେଇଥିଲେ। ପରବର୍ତ୍ତୀ ସମୟରେ ସେ ଝିଅଟି ବଡ଼ ହେଲା ପରେ ସେ ଇଂଲିଶ ମିଡ଼ିୟମ୍ ସ୍କୁଲରେ ପଢ଼ିବାକୁ ଚାହିଁଲା, ଯେଉଁଥିପାଇଁ ଭୁବନେଶ୍ୱରରେ ସୁବିଧା ହେଲା ନାହିଁ। ଯେଉଁଥିପାଇଁ ରାଜଲକ୍ଷ୍ମୀ ସେ ଝିଅକୁ ନେଇକି ଆସିଲେ ଏବଂ ପାରଳାଖେମୁଣ୍ଡିର ସୁଣ୍ଡି ସାହିରେ ରହିଲେ ଏବଂ ସେଇଠି ତାକୁ ଭଡ଼ା ଘରେ ରହି ଆମର ସ୍ଥାନୀୟ ପାରଳାଖେମୁଣ୍ଡିରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ତାକୁ ନାଁ ଲେଖିଲେ ଏବଂ ସେ 8ମ ଶ୍ରେଣୀରେ ପାଠ ପଢ଼ୁଥିଲା। କୌଣସି କାରଣରୁ ତାର ପାରଳାଖେମୁଣ୍ଡିର ଜନୈକ ଯୁବକଙ୍କ ସହିତ ସମ୍ପର୍କ ହୋଇଥିଲା ଏବଂ ଦୁଇ ଜଣଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ିଥିଲା ଏବଂ ସେ ଯୁବକ ଏଇ ଝିଅଟିକୁ ମନ୍ଦ ବୁଦ୍ଧି ଦେଇ ବିଭିନ୍ନ ସମୟରେ ତା ପାଖରୁ ଏଇ ମହିଳାଙ୍କର ସୁନା ଗହଣା ଟଙ୍କା ପଇସା ଏସବୁକୁ ଆଣିବାରେ ସେ ଝିଅଟିକୁ ଲଗେଇଥିଲେ ଏବଂ ଆଣୁଥିଲେ। ଏମିତି ସମୟ ହେଲା ସେମାନେ ଗୋଟେ ସମୟରେ ସେଇ ଛୋଟ ଝିଅ ଏବଂ ତାର ଯିଏ ତଥାକଥିତ ପ୍ରେମିକ ଉଭୟ ଯୋଜନା କଲେ ଯେ ରାଜଲକ୍ଷ୍ମୀ କରଙ୍କୁ କେମିତି ଆମେ ରାସ୍ତାରୁ ହଟାଇ ଦେବା, ଯାହାଦ୍ୱାରା ଆମ ଭିତରେ ରହିଥିବା ସମ୍ପର୍କ ପାଇଁ ସେ ବହୁତ ସମୟରେ ଯେଉଁ ଝିଅକୁ ଗାଳିମନ୍ଦ ଦେଉଛନ୍ତି ସେଥିରେ ସେ ମଧ୍ୟ ଅସନ୍ତୁଷ୍ଟ ଥିଲା ଏବଂ ତାଙ୍କର ଯାହା ପ୍ରପର୍ଟି ଥିଲା ସୁନା ଗହଣା ଟଙ୍କା ପଇସା ଏସବୁକୁ ମଧ୍ୟ ଆମେ ପାଇପାରିବା। ଦୁଇ ଜଣ କଥାବାର୍ତ୍ତା ହେଲା ପରେ ସେମାନେ ଗତ 29 ତାରିଖ ଦିନ 29 ଏପ୍ରିଲ ଦିନ ସେମାନେ ଦୁଇ ଜଣଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲେ ଚାଟିଂ ମାଧ୍ୟମରେ ଏବଂ ତାଙ୍କୁ ସହଯୋଗ କରିଥିଲେ ଦିନେଶ ସାହୁ ବୋଲି ପାରଳାଖେମୁଣ୍ଡିର ଆଉ ଜଣେ ଯୁବକ। ଗୋଟେ ନିଶା ବଟିକା ବା ନିଶା ଗୋଲି କୌଣସି ଖାଦ୍ୟ ପଦାର୍ଥରେ ରାଜଲକ୍ଷ୍ମୀକୁ ସେ ଛୋଟ ଝିଅଟି ଦେଇଥିଲା। ଏହାପରେ ରାଜଲକ୍ଷ୍ମୀ ଗଭୀର ନିଦରେ ଶୋଇଥିବା ଅବସ୍ଥାରେ ଇଏ ଗଣେଶ ଏବଂ ଦିନେଶ ସେଠି ଘର ପଛପଟୁ ଆସି ପହଞ୍ଚିଥିଲେ। ସେହି ସମୟରେ ଏଇ ଛୋଟ ଝିଅଟି ମଧ୍ୟ ତାଙ୍କୁ ସହଯୋଗ କରିଥିଲା। ଗୋଡ଼ ଦୁଇଟିକୁ ଦିନେଶ ଧରିଥିଲା ବେଳେ ମୁହଁରେ ତକିଆ ମାଡ଼ି ବସିଥିଲା ଗଣେଶ ଏବଂ ସେ ରାଜଲକ୍ଷ୍ମୀକରଙ୍କର ହାତ ଦୁଇଟିକୁ ଏଇ ଛୋଟ ଝିଅଟି ଚାପି ଧରିଥିଲା। ଏହିପରି ଭାବରେ ତକିଆ ଜାକି ତାଙ୍କୁ ମୃତ୍ୟୁ ବରଣ କରିବା ପର୍ଯ୍ୟନ୍ତ ଏମାନେ ତକିଆ ଜାକି ରଖିଥିଲେ। ସେ ମୃତ୍ୟୁ ହୋଇଗଲା ପରେ ଏ ଛୋଟ ଝିଅଟି ରାଜଲକ୍ଷ୍ମୀଙ୍କର ଭାଇ ଭାଉଜ ଯେଉଁମାନେ କି ଭୁବନେଶ୍ୱରରେ ରହନ୍ତି ତାଙ୍କୁ ଫୋନ୍ କରି ଯେ ମମିଙ୍କର ଅକାଳ ବିୟୋଗ ହୋଇଗଲା, ତାଙ୍କର ହାର୍ଟ ଆଟାକରେ ଡେଥ୍ ହୋଇଗଲା। ତେଣୁ ସେମାନେ ଏ କଥାକୁ ବିଶ୍ୱାସ କରିନେଲେ ଯେ ହାର୍ଟ ଆଟାକ୍ ହେଇଥାଇପାରେ, କାହିଁକିନା ସେ ହୃଦରୋଗ ପାଇଁ ମଧ୍ୟ ମେଡ଼ିସିନ ଖାଉଥିଲେ ଏବଂ ଚିକିତ୍ସା ହେଉଥିଲେ। ପରେ ପରେ ସେମାନେ ଭୁବନେଶ୍ୱରରୁ ପହଞ୍ଚିଥିଲେ ଏବଂ ଡେଡ଼୍ ବଡ଼ିକୁ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରଖାନାରେ ଡାକ୍ତରଙ୍କ ପାଖରେ ଅତି ଭାବବିହ୍ୱଳ ଭାବରେ ଯେଉଁ ଭଳିଆ ଆକ୍ଟିଂ କରିଥିଲା ଝିଅଟି, ଡାକ୍ତର ମଧ୍ୟ କିଛି ବୁଝିପାରିନଥିଲେ ଏବଂ ଝିଅର କଥାଟିକୁ ବିଶ୍ୱାସ କରିଥିଲେ। ପରେ ସେମାନେ ରାଜଲକ୍ଷ୍ମୀଙ୍କ ଶବକୁ ତାଙ୍କ ପରିବାର ଲୋକଙ୍କ ସହିତ ଇଏ ଗଣେଶ ଏବଂ ଏଇ ଛୋଟ ଝିଅ ଏମାନେ ଭୁବନେଶ୍ୱର ପର୍ଯ୍ୟନ୍ତ ଯାଇଥିଲେ। ଭୁବନେଶ୍ୱରରୁ ପୁରୀ ଯାଇ ପୁରୀ ସ୍ୱର୍ଗଦ୍ୱାରରେ ସତ୍କାର କରିଦେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ରାଜଲକ୍ଷ୍ମୀକରଙ୍କର ମୃତ୍ୟୁ ବାବଦରେ ତାଙ୍କ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। ସନ୍ଦେହ ହେଲା ପରେ ଗତ 14 ମେରେ ସେମାନେ ଆସି ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାକୁ ବେସ୍ କରିକି ଆମର ଇନଭେଷ୍ଟିଗେସନ୍ ହେଲା ଏବଂ ଇନଭେଷ୍ଟିଗେସନରେ ଆମେ ଜାଣିବାକୁ ପାଇଲୁ ଗଣେଶ, ଦିନେଶ ଏବଂ ଏଇ ଛୋଟ ଝିଅ 3 ଜଣ ରାଜଲକ୍ଷ୍ମୀକରଙ୍କୁ 29 ଏପ୍ରିଲ ଦିନ ତକିଆ ଜାକି ମାରି ଦେଇଥିଲେ ଏବଂ ତାଙ୍କର ସୁନା ଗହଣା ଏସବୁକୁ ମଧ୍ୟ
ସେମାନେ ନେଇଯାଇଥିଲେ ତାକୁ ମନପୁରମ୍ ଗୋଲ୍ଡ ଲୋନ୍ ପାଇବା ପାଇଁ ସେଠି ମଧ୍ୟ ଲୋନ୍ରେ ପକାଇ କିଛି ଟଙ୍କା ପାଇଥିଲେ। ଏହା ବ୍ୟତୀତ ଆଉ କିଛି ସୁନାକୁ ଅନ୍ୟ ଜାଗାରେ ମଧ୍ୟ ବନ୍ଧା ରଖି ସେମାନେ ପଇସା ଆଣିଛନ୍ତି। ଏ ସବୁ ତଦନ୍ତ ବର୍ତ୍ତମାନ ଜାରି ରହିଛି। ତାଙ୍କର ରାଜଲକ୍ଷ୍ମୀକରଙ୍କର ପ୍ରାୟ 26 ଗ୍ରାମ ଓଜନର ସୁନା ଅଳଙ୍କାରକୁ ଆମେ ଏବେ ସୁଦ୍ଧା ଜବତ କରିପାରିଛୁ ଏବଂ ଅନ୍ୟାନ୍ୟ ଅଳଙ୍କାର ଯେଉଁଠି ଅଛି ସେସବୁ ତଥ୍ୟ ମଧ୍ୟ ଆମ ପାଖରେ ଅଛି। ସେସବୁ ଆମେ ବହୁତ ଜଲ୍ଦି ସେସବୁକୁ ମଧ୍ୟ ରିକଭରି କରିବୁ। ଏହି ଘଟଣାରେ ଗଣେଶ ରଥ ଏବଂ ଦିନେଶ ସାହୁଙ୍କୁ ଆଜି ଗିରଫ କରାଯାଇଛି। ତାଙ୍କୁ କୋର୍ଟ ଚାଲାଣ କରାଯିବ। ଆଉ ଯେଉଁ CCL ଅଛନ୍ତି ସେ ଛୋଟ ଝିଅ ତାଙ୍କ ପାଇଁ ମଧ୍ୟ ଆଇନର ବ୍ୟବସ୍ଥା ଅନୁଯାୟୀ ଯାହା ଆବଶ୍ୟକ ଆମେ ତାକୁ